କହିବା କଥା ହେଲେ ମୋ ସ୍ୱାମୀ ବିଶ୍ୱନାଥ ପାତ୍ର ଦୀର୍ଘ ହେଲାଣି 2013 ମତେ ଭଲ ପାଇକି ବାହା ହେଇଥିଲେ। ମତେ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲେ ଆଉ ହଉଛି ଲୋକ ଲଜ୍ଜାକୁ ମତେ ବାହାହେଲା ପରେ ଏମିତି ଟର୍ଚର କରନ୍ତି, ମାରପିଟ କରନ୍ତି, ଯୌତୁକ ନିର୍ଯାତନା ଦିଅନ୍ତି, ବହୁତ କିଛି କରନ୍ତି। ତାପରେ ବି ମୁଁ ସବୁ କିଛି ସହିକି ରହିଥିଲି। ତାପରେ FIR ବି ଥାନାରେ ଆସିକି ଥାନାର ଆଶ୍ରୟ ବି ନେଇଥିଲି। ନେଲା ପରେ ସେ କିଛି ବି ତାଙ୍କର ଯେହେତୁ ସମ୍ପର୍କ ଭଲ ଥିଲା ତାଙ୍କ ସାଥିରେ ବୋଲି ସେ କେସ୍କୁ ମୋର ସବୁବେଳେ ଦବେଇକି ରଖନ୍ତି କି ତାଙ୍କର ଆକ୍ସନ କିଛି ନିଅନ୍ତିନି। ପୂର୍ବ ଷ୍ଟେପରେ ସେ ଗୋଟେ ଦ୍ୱିତୀୟ ବିବାହ କରିକି ମୋ ଝିଅ ଗୋଟେ ମୋର ଅଛି 13 ବର୍ଷର ଝିଅଟେ ତାକୁ ନେଇକି ତାଙ୍କ ପାଖରେ ରଖିଛନ୍ତି। ତାକୁ କାମ କରାଉଛନ୍ତି ନେଇକି ତାକୁ ଖଟଉଛନ୍ତି। ମୁଁ ବି ଶୁଣିବାକୁ ପାଉଛି। ତା ବିଷୟରେ କହିଲାଠୁ ମତେ ସେମାନେ ତାଙ୍କ ଧମକ ଚମକ ଦଉଛନ୍ତି। ଏବେ ସେଇ ଗାଁରେ ବନ୍ଧୁକ ନେଇକି ଆସିଥିଲେ ମତେ ମାରିଦେବା ପାଇଁ ଧମକ ଦେଇଥିଲେ ବି ମଦ ବି ଦେଇକି ଆସିକି ପଡ଼ିଥିଲେ। ଆଉ ଏବେ କାଲି ଗତକାଲି ରାତିରେ ହଉଛି ମତେ ତଣ୍ଟି ଚିପିକି 1:45 ମିନିଟରେ ମତେ ମୋ ତଣ୍ଟି ଚିପିକି ଧରିଥିଲେ। ଆସିଥିଲେ କବାଟ ଠକ୍ ଠକ୍ କଲେ ବାଡ଼ିଲେ। ମୁଁ କହିଲି କିଏ ଆସିଛନ୍ତି ବୋଲି କହିବାରେ ସେ ଜଷ୍ଟ ଘରେ ପଶିଯାଇକିନା ମୋ ତଣ୍ଟିକି ଏମିତି ଚିପିକି ଧରିକିନା ମତେ ମାଡ଼ି ବସିକି ମତେ ମାରିଦେବା ପାଇଁ କହିଲେ। ମତେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିକି ମତେ ମାରିଲେ। ମୁଁ ହଠାତ୍ କଣ କରିବି ବୋଲି ମୁଁ କିଛି ବୋଧେ କଲିନି। ତାପରେ ସେ ଯୋଉ ଯେତେବେଳେ କହିକିନା ମତେ ମାରିବା ପରେ ମୁଁ କଣ କଲି ତାଙ୍କଠୁ ମୁକୁଳିକି କେମିତି ଯିବି ତାଙ୍କୁ ଧକ୍କା ମାରିକି ମୁଁ ଜୋର ବାପା ଘରକୁ ଦୌଡ଼ିକି ଗଲି ହରି। ଦୌଡ଼ିକି ଯେତେବେଳେ ଗଲି ତାଙ୍କ ଘରକୁ ଗଲା ପରେ ସିଏ ତୁମ ଘରକୁ ଆମର ଠିକା ବାଡ଼ି ନେଇକି ଆସିଲେ କଣ ହେଇଛି କଣ ନାହିଁ। ଆସିଲା ବେଳକୁ ସେ ତାର ବାଇକ୍ ଧରିକି ପଳେଇଲା। ତାପରେ ଆଜି ଆସିଛି ଥାନାରେ ଧର FIR ଦେବା ପାଇଁ ମତେ ନ୍ୟାୟ ଦିଅନ୍ତୁ, ନହେଲେ ମତେ ବାଟରେ ଘାଟରେ କୋଉଠି ପାଇଲେ ମାରିଦବ। ଏମିତିରେ ମୁଁ ଅସୁରକ୍ଷିତରେ ବି ଅଛି, ସୁରକ୍ଷିତରେ ବି ନାହିଁ। ମୋ ପିଲା ଛୁଆଙ୍କୁ ବି ଛାଡ଼ିକି ଗଲାଣି 5 ବର୍ଷ ହେଲାଣି, ଦାୟିତ୍ୱ ବି କିଛି ନେବାର ନାହିଁ। ଖାଲି ମାରି ପିଟି ଧମକ ଦଉଛି ଆଉ ବନ୍ଧୁକ ଦେଖଉଛି କି ଗୋଳି ମାରିଦେବି ତତେ ବାଟରେ ଘାଟ ଯୋଉଠି ଦେଖିଲେ ବି ମାରିଦେବି। ମୋ ଫ୍ୟାମିଲିକୁ ବି ଡର ସବୁବେଳେ ତାଙ୍କୁ ବି ସେ କହୁଛି ମାରିଦେବି। ତାଙ୍କ ନାଁରେ ମିଛରେ ବି କେସ୍ କରୁଛି, କହୁଛି କି ମୁଁ ସାମ୍ବାଦିକ, ମୁଁ ହଉଛି ଗୋଟେ ରିପୋର୍ଟର, ମୁଁ ହଉଛି ମୋ ପାଖରେ ଆଇନ ଅଛି, ମୁଁ କାହାକୁ ଡରେନି, ତୁ ମୋର କଣଟା କରିବୁ, ତୋ ପରିବାର କଣଟା କରିବେ, ଏମିତି କହିକି ସାର୍ ବହୁତ ଡରଉଛି ଆଉ ବହୁତ ଧମକ ଦଉଛି। ଗାଁରେ ଆସିକି ପଶିକି ମାରି ପିଟି ବୋଲି କହୁଛି। ସାର୍ ଗତକାଲି ରାତି 1ଟାରେ ସାର୍ ମୁଁ ଜାଣି ଆସିକି ମତେ ମାରି ଦେଇଥାନ୍ତା। ସାର୍ କଣ କରିବି ସାର୍, ସେଥିପାଇଁ ବାଧ୍ୟ ହେଇକି ଆସିଲି। ମୁଁ ଚାହୁଁଛି ସାର୍ ମୋ ଝିଅକୁ ଯେହେତୁ 13 ବର୍ଷ ସେଇ ଛୁଆଟାକୁ ନାବାଳିକ ମୋ ଛୁଆଟା କିଛି ଜାଣିନି ସାର୍, ତାକୁ ନେଇ ଖଟଉଛନ୍ତି। ମୁଁ ଚାହୁଁଛି ତାକୁ ମୋ ସ୍ୱାମୀକୁ ସାର୍ ଦଣ୍ଡ ଦିଆଯାଉ। ଆଉ ସେ ଯୋଉ ଛୁଆଟାକୁ ନେଇକି ଯୋଉ କାମ କରଉଛି କିମ୍ବା ହଉଛି ଯୋଉ ମାରିକିନା ତାକୁ ଜବରଦସ୍ତି ରଖିଛି ତା ପାଖରେ, ତାପରେ ମୋ ସାଥିରେ ଯୋଉ ବେଆଇନ କାମ କରିଛି, ଦ୍ୱିତୀୟ ସ୍ତ୍ରୀ ରଖି ମୋ ସ୍ତ୍ରୀ ଥାଉ ତାଙ୍କର ଆଇନଗତ ସ୍ତ୍ରୀ ଥାଉ ଛୁଆ ପିଲା ଥାଉ ଯିଏ ଆଉ ଗୋଟେ ସ୍ତ୍ରୀ ରଖିଛି ବାହାରେ ରଖିଛି ତାକୁ ଆଇନଗତ ଦଣ୍ଡ ଦିଆଯାଉ। ସେ ତାକୁ କଠୋରରୁ କଠୋର ସଜା ଦିଆଯାଉ ତାକୁ। ମୁଁ ଏଇଟା ଚାହୁଁଛି। କାହିଁକିନା ମୁଁ ମୋ ଛୁଆମାନଙ୍କୁ ଧରିକି ମୁଁ ଯେମିତି ଖାଇବା ପିଇବାକୁ ପାଉନି, ମୁଁ ଯେମିତି ସେ ଘରେ ପଡ଼ିକି ରହିଛି ନା, ସେ କେବେ ଦେଖିପାରୁନି ନା ମତେ ଜାଣିପାରୁନି, ତାପରେ ବି ମତେ ଟର୍ଚର କରୁଛି। ତାକୁ ଆଇନଗତ ଦଣ୍ଡ ଦିଆଯାଉ। ମୁଁ ଚାହୁଁଛି ଯେ ଦଣ୍ଡ ପାଇବା ଦରକାର। ଯଦି ଏତିକି ଦଣ୍ଡ ଦେବେ ମୋ ଆଇନ ଦେଇକି ମତେ ସେତିକି ସାହାଯ୍ୟ କରନ୍ତୁ, ସେତିକି ମତେ ନ୍ୟାୟ ଦିଅନ୍ତୁ। ମୁଁ ଏତିକି ଚାହୁଁଛି, ଆଇନ ଆଉ କିଛି ଚାହୁଁନି।